ପାଇଁ ମିଳିଛି ତେଣୁକରି ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ ଗୋଟେ ପଦ କହିଲେ ଏ ଜଣେ ଜଣେ ଶୁଣିବେ ଦୁଏ ହୁଅନ୍ତି ଜ୍ଞାନୀ ଜଣେ କହେ ଜଣେ ଶୁଣିବେ ଦୁଏ ହୁଅନ୍ତି ଜ୍ଞାନୀ ଜଣେ କହେ ଜଣେ ନ ଶୁଣ ଦୁଏ ହୁଅ ଅଜ୍ଞାନୀ ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ କହିଲେ ଜଣେ ଜ୍ଞାନୀ ବୋଲି କୁହାଯିବ ଆଉ ଜଣେ କହୁଥିବେ ଜଣେ ଶୁଣ ଏ ଯୋଉ ଅଜ୍ଞାନୀ ସେ କହିଲେ ଅଜ୍ଞାନୀ ଶୁଣିଲେ ଅଜ୍ଞାନୀ ତେଣୁ କରିବା ଆଜ୍ଞା ଭାଗ୍ୟରେ ଥିଲେ ହରିଙ୍କର କଥା ଶୁଣିବା ପାଇଁ ଆଚ୍ଛା ଆଚ୍ଛା ଯେତେବେଳେ ହରିଙ୍କ କଥାଟି କର୍ଣ୍ଣପତ୍ର ଶ୍ରବଣ କରିବା ତାହେଲେ ଭବସାଗର ମଧ୍ୟରୁ ତରିଯିବା ବାପାରେ ହରିଙ୍କର କଥା କଣ ଆସିବ ନା ମାଣିକ ସରୋବର ରାଜା ଅଛନ୍ତି ସୁନନ୍ଦନ ଅର୍ଜୁନ ଯେପରି ବୀର ଥିଲେ ରାଜା ସେପରି ବୀର ଅଟନ୍ତି କର୍ଣ୍ଣ ଯେପରି ଦାନୀ ଥିଲେ ରାଜା ସେପରି ଦାନୀ ଅଟନ୍ତି କୁବେର ସମେତ ଭଣ୍ଡାର ପରିପୂର୍ଣ୍ଣ ଭାବରେ ଅଛି ରାଜାଙ୍କର କୌଣସି ଅଭାବ ନାହିଁ ରାଜା ମନ କଲେ ଧନ ବଳେ ସାଗରକୁ ବାନ୍ଧି ଏପରି ପ୍ରତାପ ରାଜା ଖୋଜିଲେ ଦୁନିଆ ମଧ୍ୟରେ ମିଳିବେ ନାହିଁ ତାପରେ ରାଣୀ ହଉଛନ୍ତି ଚମ୍ପାବତୀ ସୁଶୀଳାଇ ଦୁଇ ରାଣୀଙ୍କ କୋଳରେ ହାନ୍ତି କୁମର ବର୍ଷର କତିଆ କି ପାଳକରେ ପୂଜା ହେଇତା ପାଳକରେ ପୂଜା ହେଇତା ପାଲାକଲ ହଉଛି କି ଆଜ୍ଞା ସେ ପାଳକରେ ପିଲାଲାନି ପାଲାକଲ ହଉଛି ପାଲାକଲନି ପିଲାଲାନି ଘର ହେଲାନି ମୂର୍ଖ ପିଲା ସନ୍ତାନ ହେଲେନି ପୁତ୍ର କି ଦୋହିତା ଘରେ ଏଇଟା ଗୋଟେ କଥା କହୁଛି ସେ ଆମର ହଉନି ଆଜ୍ଞା କୋଡା ହଉଛି ସନ୍ତାନ ହଉନି ସେ ଆମର ହଉନି ଆଉ କୋଡା ହଉଛି ରାଜା ପାଳକରେ ପିଲାଲାନି କି ପାଲା ଠେବଲା ମୂର୍ଖ ପିଲା ଖିଆ ପାଲା ଗୋଟେ ପାଲା ପାଲା କେତେ ପ୍ରକାର ପାଲା କେତେ ପ୍ରକାର କଣ ଗୋଟେ ବଡ ପାଲା ଠେବଲା ଆଉ ବାଜି ପାଲା ତିନି ପ୍ରକାର ପାଲା ଆଚ୍ଛା ହଉ ତିନି ପ୍ରକାର ପାଲା କାଇଁ କହିଲୁ ଏକ ନମ୍ବର ପାଲାଟା ସମସ୍ତେ ଜାଣିବେ କାଇ କବାଲେ ଘରକୁ ଯିବେ ଘରେ ଅଛି ଘରେ ପୂଜା କରିବେ ଆଚ୍ଛା ପୂଜା ଘରକୁ ପଳେଇବେ ସେଟା ବୈଠକ ପାଲା ଆଚ୍ଛା ଦ୍ୱିତୀୟ ନମ୍ବର ପାଲା ଦିଏ କାଇ କରିବା ଠିଆ ପାଲା ଠିଆ ପାଲା ମୂର୍ଖ ପିଲା ଲଗେଇ ଆମର ଠିଆ ପାଲା ଆଜ୍ଞା ଆମର ଠିଆ ପାଲା ଆମର ଠିଆ ପାଲା ଏରେ ବାପା କଣ ଏମିତି କହିଲେ ମୁଁ ଜାଣିନି ଯେ ଗୋଟା ଟେକି କହୁଛୁ ବୋଲେ ମୁଁ ଅଭିନୟ କରୁଛି ଆଜ୍ଞା ଗୋଟେ ଆପଣ ଜାଣିଦେବ ମତେ ପଚାରିବେନି ଆଉ ଗୋଟା ଟେକିଲେ ତମେ ଜାଣିଦେବ ଟେକିଲେ ମୁଁ ଜାଣିପାରିଲି ଭୁଲ ନମ୍ବର ନା ତମର ଭୁଲ ଆଜ୍ଞା ଠିକ ଅଛି ଆଜ୍ଞା ଦ୍ୱିତୀୟ ନମ୍ବର ନା ଦ୍ୱିତୀୟ ନମ୍ବରଟି ଆଉ ବାଜି ପାଲା ସେଟା କୋଉଠି ତୁ ଜାଣି ପଚାରିବ ଗୋଟେ ଗାଁରେ ପ୍ରଶ୍ନ ପଚାରିବ ଆଚ୍ଛା ଆଚ୍ଛା ଆଉ ଗୋଟେ ଗାଁରେ ତାର ହେଲା ମନେ ପଡ଼ିଲା ନା ନ ପଡ଼ିଲା ପାଲା ପାଲା ଯେ ମାଷ୍ଟର କେବେ ପାରେ ଆଚ୍ଛା ପାଣ୍ଡବମାନ 25 ପ୍ରକୃତିକୁ ଏକାଗ୍ରତ କରି ବିବେକ ସହିତ ବନ୍ଧନ କରି ଠାକୁରଙ୍କ ନିକଟକୁ ଆସିବ ଗୁଆଟି ବସାଇ ମାନସିକ ରଖିବ ଗୁଆଟି ବସାଇ ଟିପଟି ଲଗେଇ ଯେତେବେଳେ ମାନସିକ ରଖିବ ତାହେଲେ ନାର ମନସ୍କାମନା କରିବେ ମନର ଅହଙ୍କାର ଗର୍ବ ରଖି ମାୟା କପଟ ଛନ୍ଦ ରଖି ଯଦି ଠାକୁରଙ୍କ ନିକଟକୁ ଆସିବ ନାରାୟଣ କେବେ ଶୁଣନ୍ତି ବାପା ନାରାୟଣ ମାଦ ଖାଇବେ ଗାଳି ଖାଇବେ ସବୁ ସହିବେ ଗର୍ଭକାର ସହ୍ୟ କରିନାହାନ୍ତି ତେଣୁକରି ବାପା ସେଇ ରାଜା ଗର୍ବ କରିଛନ୍ତି ପୂଜା କରନ୍ତି କୋଳରେ ପୁତ୍ର ଦିଟା କିଛି ବାପା ଆଚ୍ଛା ରାଜା ଶିବଙ୍କର ପୂଜା କରନ୍ତି କୋଳରେ ପୁତ୍ର ଦିଟା ଠିକ ଅଛି ଯେ ରାଜାଙ୍କ ନମ୍ବର କିପରି କେମିତି ଅଛି ଆଜ୍ଞା ରାଜାଙ୍କ ନମ୍ବରଟା ଦେଖିବାକୁ କିପରି କେମିତି ରହିଛି ଲେଖିଲେ କବି ଗଙ୍ଗାଧର ମେହର ଉଚ୍ଚ କବଦରେ ଗୋଟିଏ ପଦ ଏ ବିରାଟ ନଗର ମଧ୍ୟ ଲେଖିଲେ କବି ଗଙ୍ଗାଧର ମେହର ଉଚ୍ଚ କବଦରେ ବିରାଟ ନଗର ମଧ୍ୟ ରାଜ୍ୟ ମନୋହର ବିଶ୍ୱର ମରମା କାନ୍ତିର ମା କେଳି ଘର ବିଶ୍ୱକର୍ମା ରାଜ୍ୟଟି ତିଆରି କରିଛନ୍ତି ଯେତେବେଳେ ରାଜ୍ୟଟି ନଗରଟି ତିଆରି କରିଲେ ରମା କଣ୍ଟେ ଲକ୍ଷ୍ମୀ ରମା କଣ୍ଟେ ହୀରା ଲୀଳା ମୋତି ମାଣିକ ହୀରା ଲୀଳା ମୋତି ମାଣିକର ନଗରଟି ସଜାଇ ଦେଇଛନ୍ତି ଦେଖିବାକୁ ଅତି ଶୋଭାବନ ରମା କେଳି ଘର ରମା କଣ୍ଟେ ଲକ୍ଷ୍ମୀ ଲକ୍ଷ୍ମୀଙ୍କର କେହି ସ୍ଥାନ ବୈକୁଣ୍ଠ ଭୁବନ ବାପା ବୈକୁଣ୍ଠ ଭୁବନ ଦେଖିବାକୁ ଯେତିକି ଶୋଭା ମିଳେ ଏ ରାଜାଙ୍କର ନଗରଟି ଦେଖିବାକୁ ତାର ଅଧିକ ଦେଖାଯାଉଛି ଅଧିକ ଦେଖାଯାଉଛି ଆଜ୍ଞା ନଗରଟି ଜାଣିଗଲି ସେ ରାଜା କରୁଥିଲେ କଣ ଶିବ ପୂଜା ବିନା ରାଜା ଜନ ନାରାୟଣ ପୂଜା ରାଜା ବିଜେ ପ୍ରଭୁ ନାରାୟଣ ଅପରାଧରେ ପ୍ରଭୁ କରନ୍ତି ଦେବଦେବ ଜୀବନ୍ତ ମଣ୍ଡଳୀ ରାଜା ଜଣେ ଦେବଦେବ ନାରାୟଣକୁ ଘୃଣା କରନ୍ତି ନାରାୟଣଙ୍କ ପୂଜା ଦିନେ ହେଲେ
କରନ୍ତି ନାହିଁ ଆଜି କଳିଯୁଗ ଅବତାର ପ୍ରଭୁ ସତ୍ୟନାରାୟଣ ମନମତେ ଭାବନା କଲେ ଏ କଳିଯୁଗରେ ନାମଟା ପ୍ରଚାର କରିବାକୁ ହେବ ଏ ରାଜାଙ୍କ ପୂଜା ପାଇବାକୁ ହେବ ଏ ଗର୍ବି ରାଜାଙ୍କର ଗର୍ଭଟାକୁ ଖର୍ବ କରିବାକୁ ପଡିବ ମାୟାଧର ଠାକୁର ମନମତେ ଭାବନା କରି ଗୋଟିଏ ଫକୀର ବେଶ ଧାରଣ କରି ରାଜାଙ୍କ ସିଂହଦ୍ୱାର ନିକଟରେ ଉପସ୍ଥିତ ହୋଇ ଭିକ୍ଷା ଦିଅ ବୋଲି ଉତ୍ତରରେ ଡାକରେ ଫକୀର ବାବା କେ ବାବା ଚାଚା କିଛି ଭିକ୍ଷାରୀ ମାନେ ଆସିଛି ଓ ଭିକ୍ଷାରୀ ମାନେ ତାର ପକେରା ଭିକ୍ଷା ପକେରା ଲାଗୁଛି अरे गाए नारे नारे अरे नारे 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 अरे नारे 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 आलू गुटे बागड़ा गुटे टमाटर गुटे मूला गुटे खड़ा गुटे सब धर जान बाबा हायो पुरी के मोटे ना करो के मुंह के ना करो ए रे रे ओई देखा ना बस कुकुर ए ओ दादा ठिकर मत तू कुकुर हां लामड़ गाई गागले बसी जाई तो के काटी देछि लामड़ मत काटी होछि निश्चय तबे काटी देबो तुमर रथा कस्तरू আমার হাতে কষ্টরু हां উঠতেন্ডি चंडी তোমার বসে যাচ্ছি ए ओई देखा ना बस कुकुर ए अति शीघ्र जा नारे 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 डारे ভগবান ये सनरा আরে দৈব তুই মতে কাহিনী জন্ম দিলু कंगाला था दैव जन्म देना तो मात दे जन्म देछि মোর মা মতে জন্ম দেইছি মু জানিছি জানিছি দৈব কর্ম করিছি আচ্ছা কিন্তু অপমান সম্ভালি হবনি করছি টাকা 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 टंग गले की छिकी तो खपिला हां टंग দাসছি तुम्हें देरो नहीं মু দবাসে ভগবান মতে কোন কহিলা कौन कहला তো তো দাদা টাকি যা লোক मु कपिला मु जने राजा चाकरिया नगरिया कुकुरिया নাই মণি মা তুমি একজন মু দেখুছি अभिनय କରୁଛି से कौन कहिला ସିଏ କହିଲା ତ ରାଜା ହାତରେ ମିଳି କହିଲା तो मस्त्री ବନ୍ଧୁକୁ ମନା କରିଦେଲା ताले बेन ନା ए दोरी आज मार पर बस କାହିଁକି काई ना अतिथि पाद पड़ी द्वार मध्य ଆଜ୍ଞା हां संस्कार कर पाउछु ଧର୍ମ तेणु करी भागवत गोटे पद कहला କଣ କହିଲା बाबा କହିଲା अतिथि बंधवती जानो तू जीवनी सजानो गोविंदा गोविंदा एदारी अतिथि गुटे बंधु बांधव सह अच्छा। जेमिति बंधु बांधव घर को आसिले आमे जेमिति संस्कार करा जाय बा मर्यादा करा जाय अच्छा। गुटे अतिथि घर को आसिले सेरा को मर्यादा करिबार बिधि हां हां যদি ন কইবা কোন বাবা বড় মা অতিথি ঘর বাউরে দেখমু করে সে উপরে गोविंदा 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 এবারি অতিথি যেতে দুয়ার মধ্যে বাউড়ি কি চালি দিব আচ্ছা। তাহলে প্রেত মুখরে পড়িবা আহা। তেণু কই বাবা ভাগবত ଆଉ ଗୋଟେ ପଦ କହିଲା ରେ ବାପା କଣ ଆଜ୍ଞା? ହରିଷ୍ଠ ପବିତ୍ର ପାଦ ଦୁଇଟି କେତେବେଳେ ପବିତ୍ର ହୁଏ କେତେବେଳେ ଯେତେବେଳେ ଆମେ ଚାଲି ଚାଲି ତୀର୍ଥ ଗମନ କରିବା ତାହେଲେ ପାଦର ପବିତ୍ରତା ବଢିଥାଏ ବଢିଥାଏ। କିନ୍ତୁ ବିନା ଗାଡିରେ ବି କେହି ଯାଉନାହାନ୍ତି ବାପା ତୀର୍ଥ ନା, ନା। ତୀର୍ଥ ଯିବାକୁ ହେଲେ ପାଦରେ ଚାଲି ଚାଲି ଯିବାକୁ ପଡିବ। ପଡିବ ସେ ଯୋଗ ଚାଲିଗଲାଣି ହଁ। ପୁଣି ଭାଗବତ ଆଉ ଗୋଟେ ପଦ କହିଲା ଆଉ କଣ ଆଜ୍ଞା ହଁ ହଁ ନେତ୍ର ପବିତ୍ର ପ୍ରଭୁ ଧନରତ୍ନ ପରିପୂର୍ଣ୍ଣ ଭାବ ରହିଛି ଆଚ୍ଛା। ଅତିଥି ସତ୍କାର କରିବା ହଉଛି ମୋ ଧର୍ମ ଧର୍ମ ଅତିଥି କେଉଁଠାରେ ସେଉଦାର ମଣିମା ଯିବା ଆସନ୍ତୁ ଡେରି ହଉଛି ଥଣ୍ଡା ହଉଛି ଆସନ୍ତୁ ଆସନ୍ତୁ ଏପଟେ ସେପଟେ କଣ ଗଲ ପଛାରେ ଆଖି ଦିଟା ଲଗେଇ ଦିଶୁନି ୟାର ଆସ ହଁ ୟାରେ ସିଆରେ ପଟିକିରେ ଚଣ୍ଡାଳ ପିଲା ଥମା ତତେ କେମିତି ପାଇଲା ମୋର ମା ହଁ ହଉ ବଡ ଆନନ୍ଦ କଥା ପାଣି ପାମ ରାଜା ଆଦେଶ ହୋଇଛି ଜଣ ଅଷ୍ଟ ଅଳଙ୍କାର ଆଉ
ନେବେ ତମେ ଚାଲ ତମେ ହାତ ଖୋଲି ଯିବ ମୋ ପଛରେ ଆସ ଲାଗି ଆସ ଆସ ମତେ ଲାଗି ଆସ ନମସ୍କାର ଶିଷ ଆଚ୍ଛା ତାହେଲେ ଗୋଟେ ଅର୍ପଣ କର ତମେ ଆନନ୍ଦରେ ଗ୍ରହଣ କରନ୍ତୁ ଠିକ ଅଛି କଣ ମୋର କପଡ଼ା ଖାଇ ମୋର ଭୋକ ରହିଛି ଆଚ୍ଛା ବାବା ମହାରାଜ ଭିକ୍ଷା ଗ୍ରହଣ କରନ୍ତୁ ମହାରାଜ ଆପଣ ତାଙ୍କ ଭିକ୍ଷା ମୁଁ ଗ୍ରହଣ କଲି ଯତୁ ଆଜ୍ଞା କୁଆଡେ ବାଙ୍କରେ ବୋ ଆମର ହଉନି ଆଜ୍ଞା ଆପଣଙ୍କ ତାଙ୍କ ଭିକ୍ଷା ମୁଁ ଗ୍ରହଣ କଲି ଆପଣଙ୍କ ପୁତ୍ରକୁ ଦୁଇଟା ଆଣନ୍ତୁ ଆଶୀର୍ବାଦ ଦେଇ ଚାଲିଯିବି ଫକୀର ବାବା କଣ ହେଲା କ୍ଷମା କରିବେ କଣ ହେଇଛି କି ଆମର ତାଙ୍କର ପୁଅ ନାହିଁ ଝିଅ ନାହିଁ ଝିଅ ତ ବୋଲେ ନାହିଁ ଆମର ତାର ଜନ୍ମ ଆଠୁଡ଼ା ଝିଅ ତ ପୁଅ ଝିଅ କାଇଁ ତମେ ରାଜା ପୁତ୍ର ରାଜା ଆଠୁଡ଼ା ଫକୀର ମୋରି କୋଳରେ ପୁତ୍ର କି ଦଇତା କିଛି ନାହିଁ ଆପଣ ଭିକ୍ଷାରେ ମତେ ଆଶୀର୍ବାଦ କରିଯାଆନ୍ତୁ ମହାରାଜ ଆପଣଙ୍କ ପୁତ୍ରକୁ ଧନ ଆବଶ୍ୟକ ନାହିଁ ମହାରାଜ ଆପଣଙ୍କ ପୁତ୍ରକୁ ଧନ ନେଲେ ମୋ ପିତୃ ଲୋକମାନଙ୍କୁ କଳକ ଲାଗିବ ମହାରାଜ ଏଇ ପୁତ୍ରକୁ ଧନ ଦେଉଳକୁ ଗଲେ ଦେଉଳରେ ଦିଅ ଲୁଚିବେ ମହାରାଜ ଆପଣଙ୍କ ପୁତ୍ରକୁ ଧନ ଆବଶ୍ୟକ ନାହିଁ ମହାରାଜ ଏଇ ଦିଅନ୍ତୁ ଆପଣଙ୍କର ଏଇ ଧନ ପାଇଗଲା ଫକୀର ଏ କଟୁବାଚକୁ ସହ୍ୟ କରିପାରୁନାହିଁ ଫକୀର ହଠିଲା କୋପାଳ ରେ ହଠିଲା କୋପାଳ କୋପାଳ ରେ ହଠିଲା ମହାରାଜ ଅପତ୍ରିକା ଦୁଃଖ ଦର୍ଶନ କରି ଯେତେବେଳେ ବସୁଧ୍ୟାରେ ଗମନ କରିବ ମହାରାଜ ବସୁମତୀ ତାକୁ ଡରନ୍ତି ମହାରାଜ ଅପତ୍ରିକା ମୁଖ ଦାନ କରିବ সেই জলের পিতৃলোক সন্তুষ্ট ରୁହନ୍ତି ମହାରାଜ এই কটু বাক্য কই চালিয়েছি বারবেলা ফকির এই কটু বাক্য মু সজ্জন করে স্থির করেছি গঙ্গা নদীর প্রাণ বিসর্জন করিবি না মহারাজ এଥିପାଇଁ ଗୋଟେ ଉପାୟ ଅଛି ମହାରାଜ ଆପଣ ଜାଣିଛନ୍ତି ଜାଣିଛି ମହାରାଜ କଣ କରିବି କୁହନ୍ତୁ এই ତୀର୍ଥସ୍ଥଳ ନଦୀ ନିକଟରେ ନୂତନ ମନ୍ଦିର ନିର୍ମାଣ କରି ଆଚ୍ଛା ଦୀର୍ଘ 12 ବର୍ଷ ପର୍ଯ୍ୟନ୍ତ ଭାଗବତ ধন্যবাদ করিবি ହଁ ମହାରାଜ এই অপত্রিক দোষর কোন মুক্ত ନିଶ୍ଚୟ ମୁକ୍ତ ପାଇବେ ଏହା কোন সত্যি হব ত্রিবার সত্য তাহলে মহারাজ মহামন্ত্রী মহারাজ তুমি চালি যাও দূত মানুষ কই সুবর্ণর গৃহ নির্মাণ করন্তু উত্তম পণ্ডিত নেই চালি যাই অষ্টাদশ পুরাণ খণ্ডপাঠ করি ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ ମହାରାଜ ଧ୍ୟାନ ଦେ ମଧ୍ୟମନ୍ତ ମଣ୍ଡଳୀ ଆଜିକା ମନ୍ତ୍ରୀଙ୍କ ପରାମର୍ଶ ପରାମର୍ଶରେ ରାଜା ଆଜ୍ଞା ଦୂତ ମାନଙ୍କୁ ପଠାଇ ଚିତ୍ରକଳା ଗଙ୍ଗା ନଦୀ ତଟରେ ସୁବର୍ଣ୍ଣ ଗୃହ ନିର୍ମାଣ କରିଛନ୍ତି କିନ୍ତୁ ଉତ୍ତମ ପଣ୍ଡିତ ନେଇ ରାଜା ଆଜ୍ଞା ପୁରାଣ ଶୁଣି ଚାଲିଯିବେ ଯିବା ପୂର୍ବରୁ ଚିନ୍ତା କରୁଛନ୍ତି ଏ ରାଜ୍ୟର ସମସ୍ତ ଦାୟିତ୍ୱ ଦେଇ ଯିବାକୁ ପଡିବ ତାକୁ ସେଥିରେ ଚମ୍ପାବତୀ ସ୍ୱାମୀ ଏବଂ ପ୍ରଣାମ ନନ୍ତୁ ସ୍ୱାମୀ ଶୁଣ ଚମ୍ପାବତୀ କଣ ହେଇଛି ସ୍ୱାମୀ ଆମରି କୋଳରେ ପୁତ୍ର ଦୁଇଟା କିଛି ନଥିବା ଜଣେ ଫକୀର ମଧ୍ୟ ଅପମାନ ଦେଇ ଚାଲି ଯାଇଛି ସ୍ୱାମୀ ଏ ଅପମାନ ସର୍ଜନ କରି ସ୍ଥିର କରିଥିଲେ ଗଙ୍ଗା ନଦୀରେ ପ୍ରାଣ ବିସର୍ଜନ କରିବା ପାଇଁ ସ୍ୱାମୀ କିନ୍ତୁ ମନ୍ତ୍ରୀ ଆସି କହିଛନ୍ତି କଣ ସ୍ୱାମୀ ଗଙ୍ଗା ନଦୀ ତଟରେ ସୁବର୍ଣ୍ଣ ଗୃହ ନିର୍ମାଣ କରି ଉତ୍ତମ ପଣ୍ଡିତ ଏହି ଅଷ୍ଟାଦଶ ପୁରାଣ ଖଣ୍ଡପାଠ କଲେ ଆମର ଏ ଅପତ୍ରିକ ଦୋଷରୁ ମୁକ୍ତ ପାଇବେ ସତ୍ୟ ସ୍ୱାମୀ ହଁ ତାହେଲେ ତାହେଲେ ମୁଁ ଯିବି ହଁ ଯିବା ପୂର୍ବରୁ ମୋର ଗୋଟିଏ କଥା କଣ ସ୍ୱାମୀ ଯେତେବେଳେ ମୁଁ ଚାଲିଯିବି ହଁ। ତୁମେ ରାଜ୍ୟର ଦାୟିତ୍ୱ ବୁଝୁଥିବ ନିଶ୍ଚୟ। ପ୍ରଜାମାନଙ୍କୁ ମୋର ସୁଖରେ ପାଳନ କରିବ ହଁ, ସ୍ୱାମୀ। କାହାରି ମନରେ କଷ୍ଟ ହେବ ନାହିଁ ନା ସ୍ୱାମୀ କିନ୍ତୁ ଯିବା ପୂର୍ବରୁ ସୁଶୀଳା ନିକଟକୁ ଟିକେ ଯାଇଯିବି ନା ସ୍ୱାମୀ ଏତେବେଳେ ରାଜଘର ମହୋତ୍ସବରେ ଚାଲିଯିବେ ତାହେଲେ ସାମାନ୍ୟ ଭଉଣୀ ସୁସାଇତ ନେବି ନାହିଁ ସ୍ୱାମୀ ଆଚ୍ଛା ତା ଚମ୍ପାବତୀ ସରଳ ହୃଦୟରେ କେବେ ବାଧ୍ୟ ସୁଶୀଳା ଦାୟିତ୍ୱ ନେଇପାରିବ ନିଶ୍ଚୟ ସୁଶୀଳାର ମନରେ କେବେ କଷ୍ଟ ଦେବନି ନା ସ୍ୱାମୀ ମୋ ଭଉଣୀକୁ ମୁଁ ପାଳନ କରିବି মন্ত্রমন্ডলী আজ রাজা সনাতন আজ্ঞা চম্পাবতী রাজ্যের সমস্ত দায়িত্ব দিয়ে চালি যাই কিন্তু সুশীলা নিকটক যা পূর্বর চম্পাবতী কইছি সুশীলা দায়িত্ব নেওয়া রাজা আজ্ঞা সমস্ত দায়িত্ব চম্পাবতী দেই এনে চালি যাই আজ্ঞা চিত্রকূলা গঙ্গা নদী তটক উত্তম পণ্ডিত দিয়ে পুরাণ পাঠ করুছেন আচ্ছা আচ্ছা এটা আজ্ঞা রাজা পুরাণ শুনুଛନ୍ତି এটি ঘটনা ঘটিছি কোন ঘটিছি আজ সুশীলা মন মধ্যে চিন্তা করুছি মোর স্বামী
ଚିତ୍ରକଳା ଗଙ୍ଗା ନଦୀ ତଟକୁ ଚାଲିଗଲେ ଅଷ୍ଟାଦଶ ପୁରାଣ କର୍ଣ୍ଣପାତ କରିବା ପାଇଁ କିନ୍ତୁ ଯିବା ପୂର୍ବରୁ ମୋର ବଡ ଭଉଣୀ ଚମ୍ପାକୁ ସକଳ ଦାୟିତ୍ୱ ଦେଇ ଚାଲି ଯାଇଛି ମତେ ପଦେ ହେଲେ କହିନା ଆଜି ସୁଶ୍ରୀ ଆଜ୍ଞା ମନ ମତେ ବିଚ୍ଛେଦ ହୋଇ ମନ ମତେ କଣ କରୁଛି ଆଜି ଆଜ୍ଞା ସୁଶ୍ରା ବିଚ୍ଛେଦ ମନ ମତେ କରୁଛି କଣ କି ତିନି ଥିବା स्वामी मोर कथा बोले न कही चली गले धर्मपीठ गंगा कूलकू 12 वर्ष पूर्ण नहेले आसीबे नाही ए जीवन रखी लाभ कौन चली जाऊची मो स्वामी बिहुने मनुष्य प्राण को विसर्जन कर देबी रहस्य से रह के तमे तला पथरे बाधा देउछ काहे कि दुर्लभ जीवन नष्ट करबा पई चाउछ तले मु होउछ अपुत्रिक नारी अच्छा अपुत्रिक हेबार राज्य रे बहुत निंदा सह्य करूची ताहले स्वामी मोर कथा बोले न कही चली गले अच्छा अच्छा 12 वर्ष पूर्ण नहेले आसीबे नाही स्वामी बिना नारी को ना
संपादक सुशीला को कथा दे चली जाई छथि अच्छा। जेतबे सुशीला को कथा दे चली जाई छथि एनी संध्या से राति पाई जाउ अच्छा। बाबा राति की परि पाई ରାତିରେ କିପରି ପାଇଲା राति की परि पाई ହଁ ଏଇ ଯୋଉ गोपी पांका दास गोटे पति कहले କଣ ଲେଖିଲେ कोन बोली पाइले ହଁ कोन लिखिले जीव धन है लिखिले मदिरा कलेश राति की परि पाउ एबा पे नववधू स्वामी स्त्री पलक पर शयन करिछन स्त्री कहूची स्वामी रातिटा पाई गला मते छाड़ मु स्नान को जीबी स्वामी कहला राति पाउनी स्त्री कहला राति पाई गला स्वामी मना करछि राति पाई न टिके जाऊ सेते स्त्री कोन कहला एति बोधन है अच्छा प्राण धन है कर धरुछि कर मेनानी जीव तांकु जेते राति रे मते शांति नाही तेणु स्त्री कहले जीव तो प्राण धन कर धरि तुम हाथ धरि करछि मते मेलानी दे मो स्नान पाई स्वामी कहला नाही स्त्री कहला राति पाई गला स्वामी कहछि पाई नाही हेले स्त्री कोन कहला ए काकर हेला बात काकर काको सुत काकर हेला बात काकर काको हेला बात काकर काको सुत काकर हेला बात काकर काको सुत काकर कर हस करेणी जीव हमारे प्राण हमारे कर धरुछि कर मेलानी श्री पाइला काकर हेला बात काकर काको सुत काकर बात कोनते पवन ठंडा बळे पवन बहिबा राति पाइला जान काकर हेला बात काकर काको सुत काकर पडिलानी काको सुत की काऊ काऊ राबो राति पाइ गई स्वामी कहछि राति पाइली काकर हेला बात काकर काको सुत काकर कर हस्त गलेनी कथा काकर बहिला काकर पवन होछि काकर कोने चंद्र चंद्र हस्त लागू गलेनी सूर्य उदय होबा आसे तथापि स्त्री कहछि ए स्वामी कहछि राति पाइनी स्त्री कोन कहला बाबा कमल रे कमल फुटिले रे कमल फुटिले रे कमल रे कमल फुटिले रे कमल फुटिले रे कमल नेत्री साथी करेनी जीव धन है कर धन है कर धरुछि कर स्त्री पाइला कमल रे कमल फुटिले रे कमल कमल गंते कहि पुलो कमल पद्म सूर्य उदय बारु पद्म फुटी गलेनी कमल रे कमल फुटिले रे कमल कमल नेत्री स्नान गले कमल रे पद्म पद्म नेत्री स्त्री माने स्नान पे चली गले स्वामी आ तुमको अनुरोध करछि जदी बुझिबी राति पाइले स्नान को जीबी से गाँ माँ कोन कहिबे अमक लोकर बहुटा उजलानी राति पाइले शयन करछि कहला को समय नै रे बापा भक्ति ने खाउथिया हेलो रे बापा राति पाइबे जेतबे राति पाइ जाई छी आज सुशय रो कथा माने पड़िछि ना जेतबे राति पाइबो दासी को स्नान हो छिबा निश्चय ए सुशय करिला कोन आज स्नान निमंते निज दासी को आह्वान करिला ये क्या बताला मातर मला नवता तोर अवतार आवर की आगे तो काली जाब तर गणेश अवतार हेतिला नालिया बा गणेश साइर बसे हां लातल भी आबो के डाकिले भाई बता तते के डाकुतिला रानी कोन लगा समस्या तो बड़ी बड़ी बसती पूजा किला बहुती ए भाई ये बाड़ी क्या बाड़ी पर कुड़ दिला मां
যা যা রাস্তার বাহার করবু যা এ বাড়ি খিয়া একটু উঠে রান্না চন্দন করিবে একটু উঠে এ বাড়ি চপড় পকাউছি পুকো ধর রে বাড়ি খিয়া পুকো ধরনি কেমন সিনেমা দুনু রান্না চন্দন করিবে মানে কোন রান্না করছি বাড়ি চপড় পকাউছি লে পড়ছে বাড়ি খিয়া বাড়ি হোক লাগে তো নাই এনাকে পে নাই নাসি কালি যাহা শুনিଥିଲି ସବୁ ଆଶା ବିଫଳ ହେଲା ବାରି ପଡ ବୋଲି ଆମେ ଚାଲି ଯିବା ହଁ ଚାଲ ଚାଲ ଏ ଚିନି ନ ପାରିବେ ତୁଇ ରାଣୀ ସୁସି ଆଇ ଭଲେ ଭଲେ ସୁସି ଏ ମୋର ଲୋକ କୋଣେ ଗଙ୍ଗା ଫିରେ ରହି ଭଲେ ଭଲେ ଗଙ୍ଗା ଫିରେ ରହି ଏ ପାଦ ସେବା କରି ବୀର ହନ ମାନ ଭଲେ ଭଲେ ବୀର ହନ ମାନ କଲଙ୍କା ବଡ଼ ମୁକୋଇ ରାମ ଭଲେ ଭଲେ କରି ନାମ এই পাদ সেবা করি বীর বিভীষণ ভলে ভলে বীর বিভীষণ কলঙ্কা গোড়াবে হইয়া রাজন ভলে ভলে হইয়া রাজন কে তুমি মতে চিনিব ହଁ তুমি চিনি পারিব নাই ନାହିଁ। তুমি কালি যা কথা দেইছিলি মই যে কলিযুগ অবতার সত্যনারায়ণ এই খবর সত্য করে কথা কর ହେ ପ୍ରଭୁ ନାରାୟଣ ତୁମ ପାଦରେ ମୋ ଶରଣ ଏ কোন ସୁଶୀଳାଇ କଣ ହେଲା ମୋର ଦୁଇ ଗୋଟି ପାଦ ଧୋଇଦେଲ ହଁ ତେଣୁ କରି ତମ ଗର୍ଭରେ ଦୁଇଟି ସନ୍ତାନ ହେବ ତାହେଲେ ମୋ ଗର୍ଭରୁ ଦୁଇ ଗୋଟି ପୁତ୍ର ଜନ୍ମ ହେବ ହଁ। ତାହେଲେ ତୁମ ଦୟା ପ୍ରଭୁ ଲମ୍ବଉ ନା লম্বা তো বম্বে পড়াইবি আমার রান্না তো দুইটি বন্ধু বেলা দুইটি বেলা চালা মোর তো মারা অন্য রকমের নাগিও যে বাজিও যে গুড় গুড় বাজি ঘরে ঘরে মোর তো মারা তিনটা খাউছে মোর তিনটা হবো মোর তিনটা হবো মোর তিনটা হবো রাশি মোর তিনটি গোটি পাদ ধোইদেল হ্যাঁ 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 মোর তিনটা পাদ হ্যাঁ মোর তিনটা পাদ দেখিছি হ্যাঁ দেখি হ্যাঁ শুন তেল করে তোর গর্ভরে কুকুর বিলা হবে মাত্র মারবি কাতরা মাত্র মারবি উগ্র নাম করবি হ্যাঁ না তিনটা সে কইরা তিনটা বিলা হবে এ ওটা বলু গিয়া হ্যাঁ গোটে পাদ স্বর্গ গোটে পাদ বর্ତ୍য আর গোটে পাদ নাভি বাହାର କରିଥିଲି সিলাকে ধুই দিলি হ্যাঁ সিলাকে ধুই দিলি তেଣୁ କରି তোর গর্ভরে পথর পড়ে হ্যাঁ শুଣ ସୁଶୀଳାଇ ତୁମର ଗର୍ଭରେ ଦୁଇଟି ସନ୍ତାନ ଯେତେବେଳେ ତୁମ ଗର୍ଭକୁ 5 ମାସ ହେବ ମୋର ଦିନ ଦିନ ଦେଶରୁ ପୂଜା ଅର୍ପଣ କରିବ ହଁ ତାହେଲେ ମୋ ସ୍ୱାମୀର ଧର୍ମପୀଠ ଗଙ୍ଗା କୂଳରେ ଆଚ୍ଛା, ମୋ ଗର୍ଭରୁ ପୁତ୍ର କିପରି ଜନ୍ମ ହେବ ଶୁଣ ପିଲା କାମ ହେଇଯିବ କି ସୁନ୍ଦର ହଉନି ଏବେ ମୋର ସର୍ବ ଧର୍ମ ଲାଗି ପିଲା କାମ ହେଇଯିବ আমারি আর কেতে ডাকিবি চকলাটা কেড়ে গলা চকলাটা কেড়ে গলা আসি সঞ্জ হইলা আর কেতে ডাকিবি রে পড়া কাননে রমানি আর কেতে ডাকিবি রে পড়া কাননে রমানি আর কেতে ডাকিবি রে পড়া কাননে রমানি আর কেতে ডাকিবি রে দিনে যমুনা গলা ফেরু ফেরু বুড়ি গলা দিনে যমুনা গলা ফেরু ফেরু বুড়ি গলা দিনে যমুনা গলা ফেরু ফেরু গলা ফেরু ফেরু বুড়ি গলা পানিরু ছড়ি আনিলে পানিরু ছড়ি আনিলে গোপপুর গোপালনি আর কেতে ডাকিবি রে পড়া কাননে রমানি পড়া কাননে রাধা দেবন হেবলো তম আর কেতে ডাকিবি রে মায়া বড় ঠাকুর মায়া লগাইলে আর কেতে ডাকিবি রে গুণরে কথা দেই বলে আর কেতে ডাকিবি রে পড়া নিরে কবিতি না কহলে আর কেতে ডাকিবি রে রাধা কমল পড়া ভুলাই না দেলে আর কেতে ডাকিবি রে রাধা কমল পুত্র ভুলাই না দেলে আর কেতে ডাকিবি রে পড়া কাননে রমানি আর কেতে ডাকিবি রে ಯಾವದೇ ಮಧ್ಯಮಂತ ಪ್ರಭು ನಾರಾಯಣ কথা ଦେଇ ଚାଲି ଯାଇଛନ୍ତି
কিন্তু যেତେବେଳେ ସୁଶୀଳା ଚିନ୍ତା କଲା ସ୍ୱାମୀ ରହିଲେ ଗଙ୍ଗା ନଦୀ ତଟରେ ଅଷ୍ଟାଦଶ ପ୍ରଳୟ ଗଙ୍ଗପାତ କରୁଛନ୍ତି ହେଲେ ସ୍ୱାମୀ ନଥାଇ ପୁତ୍ର କିପରି ଜନ୍ମ ହେବ ନାରାୟଣ କହିଲେ ତ ସ୍ୱାମୀ ତ ନିକଟକୁ ଆଜି ରାତିରେ ପଡ଼ିବେ ଆଜି ମାୟାଧର ଠାକୁର ମାୟା ଲଗାଇ ଆଜ୍ଞା କନ୍ଦର୍ପକୁ ଡାକି ରାଜା କଣ ଘରେ ପ୍ରୟୋଗ ଯେ କଲେ ଆଜି ନାରାୟଣଙ୍କର କଥା ମାନି କନ୍ଦର୍ପ ଯେତେବେଳେ ରାଜାଙ୍କ ଅଙ୍ଗରେ ପୀଡ଼ିତ କରିଛି ଆଜି ରାଜା ଆଜ୍ଞା ସୁଶୀଳା କଥା ମନରେ ଭାବୁଛି ଭାବନା କରି କରି ରାଜା ଆଜି ସୁଶୀଳା ନିକଟରେ ପହଞ୍ଚିବେ ଏ ପ୍ରଭୁଙ୍କର ମାୟା ଲାଗିଛି ଏ ବାପା ରାଜା କଣ ଭାବିଲେ ଏ ଛାଇ ରହିଲି ସନାତନ ସୁଶୀଳା କଥା ଭାବି ଭାବି ସୁଶୀଳା ନିକଟରେ ପହଞ୍ଚି ଗଲେ ଆଜି କବାଟରେ କରମାରି ଡାକୁଛନ୍ତି ଆଚ୍ଛା ସୁଶୀଳା ସ୍ୱାମୀ ମୋ ପ୍ରଣାମ ନିଅନ୍ତୁ ଆଚ୍ଛା ସୁଶୀଳା ହଁ। ଦେଖ କନ୍ଦର୍ପର ଜାଳ ଶୂନ୍ୟ ପାରି ମାନେ ନିକଟକୁ ଆସିଅଛି ତାହେଲେ ମତେ ପ୍ରୀତି ଦାନ ଦେଇ ମୋ ଜୀବନକୁ ରକ୍ଷା ରକ୍ଷଣ କର ହେ ନା ସ୍ୱାମୀ ତମେ ଏଠୁ ଫେରି ଯାଅ ମୁଁ ତଥାପି ଗ୍ରହଣ କରିବି ନାହିଁ জীবন জীবন জীবর ধর্ম প্রাণেশ্বরী हे मा
ମୋ ନିକଟକୁ ଆସିଅଛି ଆଚ୍ଛା। ତାହେଲେ ମତେ ପ୍ରୀତିଦାନ ଦେଇ ମୋ ଜୀବନକୁ ରକ୍ଷା କର। ନାହିଁ ସୁଶୀଳାଇ ହଁ। ମନା କରେନି ପ୍ରୀତିଦାନ ଆନନ୍ଦରେ ଯାଉଛି ପ୍ରୀତିଦାନ ତାହେଲେ ଦିଅ। ଶ୍ୟାମ ଲାଗି ସଜନି ଗো ହେଲୁ କି ଗବାଣି ଶ୍ୟାମ ଲାଗି ସଜନି হেলুকি গবাণী শ্যামলাগি সজনী গো যমুনা দিবাকু মনানো যমুনা দিবাকু মনা
ପ୍ରୀତି ସରିଛି ସ୍ୱାମୀ ତାହେଲେ ମତେ ବିଦାୟ ଦିଅ। ଅସନ୍ତ ଚରା ବିରତି କରି ଚାଲିଯିବ ହଁ। ତୁମ ଅରୁଷର ପୁତ୍ର କିମ୍ବା ଦୁହିତା ଜନ୍ମ ହେଲେ ଆଚ୍ଛା। ଏଇ ରାଜ୍ୟରେ ଲୋକମାନେ ପଚାରିଲେ କଣ ବୋଲି କହିବି ସ୍ୱାମୀ ଶୁଣ, ଶୁଣ, ବିଧବି ନାରୀ ବୋଲି ନିନ୍ଦାବାଦ ପାଇବି ଶୁଣ ସୁଶୀଳ ହଁ। ତୁମକୁ ଯଦି କେହି ପଚାରନ୍ତି ଆଚ୍ଛା। ତାହେଲେ ରତ୍ନମୂର୍ତ୍ତି ଦେଖାଇଦେବ ହଁ। ରାଜା ଆସିଥିଲେ ବୋଲି କହିବ। ସତେ ଠିକ ଅଛି। ନଭାଳ ରାଜ ନନ୍ଦିନୀ ଶୀଘ୍ର କରରେ ମେଲାଣି ପ୍ରଭାଳର ଜନନୀ ଶୀଘ୍ର କର ଗୋମେଲାଣି କଟକି ସଂଖ୍ୟା ଦେବି କଟକି ସଂଖ୍ୟା ଦେବି କଟକି ସଂଖ୍ୟା ଦେବି କଟକି ସଂଖ୍ୟା ଦେବି ଯାଜପୁର ଲେଉଟାଣି ପ୍ରଭାଳର ଜନନୀ ଶୀଘ୍ର କର ଗୋମେଲାଣି ପ୍ରଭାଳର ଜନନୀ ବିଦାୟନୀର ରାଜା ସେଠା ବରୁ ଗଲେ ନଭାଳ ବିଦାୟନୀର ରାଜା ସେଠା ବରୁ ଗଲେ ପ୍ରଭାଳର ଜନନୀ ନଦୀ ତଳେ ଯାଇ ପ୍ରବେଶ ହୋଇଲେ ପ୍ରଭାଳର ଜନନୀ ଆନନ୍ଦ ମନରେ ରାଜା ପୁରାଣ ଶୁଣିଲେ ପ୍ରଭାଳର ଜନନୀ ଦିନ ପରେ ଦିନ ଦେଖ ବିତିଲାକ ଗଲେ ପ୍ରଭାଳର ଜନନୀ ଶୀଘ୍ର କରରେ ମେଲାଣି ପ୍ରଭାଳର ଜନନୀ ଧ୍ୟାନ ଦେବ ଧୀମନ୍ତ ମଣ୍ଡଳୀ ଆଜି ରାଜା ସନାତନ ଆଜ୍ଞା କଥା ଦେଇ ଚାଲି ଯାଇଛନ୍ତି। ପ୍ରୀତି ସରିଗଲା ସଂକେତ ରତ୍ନମୁଦି ଦେଇ ଚିତ୍ରଗଙ୍ଗା ତୁଲ ନଦୀ ତଟରେ ଆଜ୍ଞା ଅଷ୍ଟାଦଶ ପୁରାଣ କର୍ଣ୍ଣପାତ କରୁଛନ୍ତି। ଏଣେ ରାଜାରାଣୀଙ୍କ ପ୍ରୀତି ସରିଛି ଆଜି ରାଜାଙ୍କର ପ୍ରୀତି ସରିବାକୁ ରାଣୀ ଆଜ୍ଞା ଗର୍ଭବାସ ବାପାରେ ଗର୍ଭବାସ ହେଲା ଜାଣିବା କିପରି କିପରି କୀର୍ତ୍ତନ ରାଗୟ ରସ ଶରୀର ବିବତା ରାଜା ରାଣୀ ରୂପ କାନ୍ତେ ତିସିଲା ବଳିନ ଆହା ତିସିଲା ବଳିନ ତନୁକନ୍ତି ଶରୀର ଶରୀରଟା ବିପନ୍ନ ଦେଖାଯାଏ ଆଜ୍ଞା ବସୁଧାରେ ଶୋଇବା ପାଇଁ ମନ ବଳାନ୍ତି ଖାଇବା ପଦାର୍ଥ ସବୁ ବାନ୍ତି କରିଦିଅନ୍ତି ଆଜ୍ଞା ଦିନ ପରେ ଦିନ ବିତି ଯାଇଛି ଗର୍ଭଟି ବଢିବାରେ ଲାଗିଛି ଏଣେ ଗର୍ଭଟି ବଢି ବଢି ଗର୍ଭକୁ 7 ମାସ ହୋଇଗଲା ଯେତେବେଳେ 7 ମାସ ହୋଇଯାଇଛି ଆଜି ନାରାୟଣ ଚିନ୍ତା କଲେ ଦେଖୁ ଦେଖୁ ସୁଶୀଳାର ଗର୍ଭକୁ 5 ମାସ ହେଲାଣି ସୁଶୀଳା ମୋର ପୂଜାଟି ଦେଲା ନାହିଁ ମୋର ପୂଜା ଆଜି ଗର୍ଭ ବଳରେ ପୂଜାଟି ମୋର ମନ ଭୁଲିଗଲା ଆଜି ମାୟାଧର ଠାକୁର ମନ ମତେ ଚିନ୍ତା କରି ଆଜ୍ଞା ଖଳ ଦୁର୍ଗଳକୁ 2 ଜଣ ଡାକି ଆଜି ସୁଶୀଳା ନିକଟକୁ ଆଜ୍ଞା ଜମ୍ପାବତୀ ନିକଟକୁ ପଠାଇଲେ ଖଳକୁ ସୁଶୀଳା ନିକଟକୁ ପଠାଇଦେଲେ ଦୁର୍ଗଳ ଆଜି ଖଳ ଦୁର୍ଗଳ ଦୂରେ ଯାଇ 2 ଜଣଙ୍କ ଅଙ୍ଗ ମଧ୍ୟରେ ରହିଯାଇଛି ଦିନ ପରେ ଦିନ ବିତିଛି ଗର୍ଭକୁ 5 ମାସ ବିତି ଯାଇଛି ଆଜି ଚମ୍ପାବତୀ ଚିନ୍ତା କରୁଛି ସ୍ୱାମୀ ଯାଇ ଅନେକ ଦିନ ହେଲାଣି ମତେ ସୁଶୀଳା ଦାୟିତ୍ୱ ଦେଇ ଚାଲି ଯାଇଥିଲି ହେଲେ ସୁଶୀଳା କଥା ମୁଁ ଆଜି ପର୍ଯ୍ୟନ୍ତ ଚିନ୍ତା କରିବା ପାଇଁ ଡାକୁଛନ୍ତି ନିଜର ଦାସୀ ଏ ଦାସୀ କି ବେଲ ରାଣୀମା ମୋର ଜ୍ୱାଳ ଦାସୀ କି ବେଲ ଶୁଣ ବେଲ ନେଲେ ବେଲଟା ହେଇଯିବ ରୁଟି ହେଇଯିବ ବେଲ ବେଲ ଲଗେଇଛନ୍ତି ମୋର ହଉନି ଭାଇ ନା তোর নল বস্তায় দেখি দেখি শুনে ମୋ ସ୍ୱାମୀ ଅନେକ ଦିନ ହେଲାଣି ଆଚ୍ଛା ଚାଲିଗଲେ ଚିତ୍ରକୂଳ ଗଙ୍ଗା ନଦୀ ତଟ ହଁ। ଅଷ୍ଟାଦଶ ପୁରାଣ କର୍ଣ୍ଣପାତ କରୁଛନ୍ତି କିନ୍ତୁ ଗଲାବେଳେ ମତେ ରାଜ୍ୟର ସମସ୍ତ ଦାୟିତ୍ୱ ଦେଇ ଯାଇଥିଲେ ଦେଇଥିଲେ ମୋ ସାନ ଭଉଣୀ ସୁଶ୍ରୀର ଦାୟିତ୍ୱ ଦେଇ ଯାଇଥିଲେ ହଁ ଓ ଅନେକ ଦିନ ହେଇଗଲାଣି ଆଚ୍ଛା ମୁଁ ସୁଶ୍ରୀର ଦାୟିତ୍ୱ କିଛି ନେଇପାରିନି ମୋ ସୁଶ୍ରୀରା କେମିତି ଅଛି ଭଲରେ ଅଛି କି ମନ୍ଦ ଅଛି ତୁ ଟିକେ ଦେଖି କରି ଆସ ଏମା ରାଜା କାଳରେ କଥା ଲମ୍ବାଇ ଦେଲ ଏ ତ ରାଜ୍ୟ ଭାର ସୁଜା ଦାୟିତ୍ୱ ବୋଲି କହୁଥିଲ ଏ ତ ରାଜ୍ୟ ଭାର ନେବି ସୁଜା ଦାୟିତ୍ୱ ବୋଲି କହୁଥିଲ କହିଥିଲି ହେଲେ କଣ ହେଲା କହିଥିଲି ତଥାପି ଟିକେ ଅବହେଳା ହେଇଯାଇଛି ତାକୁ ଟିକେ ଦେଖି କରି ଆସେ ସେ କିପରି ଅଛି ମୁଁ ଦେଖିଲେ ଜାଣିଦେବି ଦେଖିଲେ ଜାଣିଦେବି ତୁ ସବୁ ଜାଣୁଛୁ ହଁ ହେଲା ଦେଖିଲେ ଜାଣିଦେବି ଦେଖିଲେ ଜାଣିବୁ ହଁ। ଟିକେ ଦେଖି କରି ଆସିବୁ ଯାଉଛି। କଣ ହେଇଛି ମତେ ଟିକେ କହ ଗଲି ଆସି ଯା ଯା ଯାଉଛି କଣ ହେଲା ଦାସୀ ମୋର ଜାଣେ ରାଣୀମା ଆଲୋ ଦାସୀ ତତେ କେତେ ଦିନକୁ
ମତେ ଡାକିଥିଲେ ନା ମୁଁ ଜାଣିନି ଯେ ମାମର ମଜା ମୋ ଫୋନ ମୁଁ ରହି ପାରୁନି ରାଣୀ ମା ସତେ କି ବୋଲେ ବୋଲେ ତ ମୁଁ ରହି ପାରୁନି ତୁ ରହୁଛୁ କି ପଘା ଛୁଣ୍ଡେଇ କୁଆଡେ ଗଳିକି ପଳଉଛୁ ତୁ ରହୁଛୁ ଆ ଭଲ ଅଛି କି ହଁ ହଁ ମତେ ପୁରା ଜ୍ୱର ହୋଇଛି ଜର ହଉଛି ହଁ ସ୍ୱାମୀ ଦିନ ମୋ ପୁରକୁ ଚାଲି ଆସିଥିଲେ ମାନେ ରାଜା ଆସିଥିଲେ ମାନେ ରାଜା? ହଁ ହବରାନ ର ପିଲା ପୁରା ଖାଇରାନ ର ପିଲା ରା ଲାଗି ରହୁଛି ମୁଁ କହିଲି ତମ ବାପା ବାଣୀ ମହର ରାଣୀ ଗো ଶୁଣ ବାଣୀ ମହର ପଡୁଛି ଉଠୁଛି ରାଜନହର ପଡୁଛି ଉଠୁଛି ରାଜନହର ରାଣୀ ଗো ଶୁଣ ବାଣୀ ମହର ରାଣୀ ଗୋ ଶୁଣ ବାଣୀ ମହର ରାଣୀ ମା ଏ ଦାସୀ ଏ ରାଜା ସାରା ପଡୁଛି ଉଠୁଛି କଣ ହେଲା କି କହିବି ସେ ହୋଇବ ରାଜ କୋଇନି ତୁମେ ହେବ ତାଙ୍କ କୋଇନି ସେ ହୋଇବେ ରାଜ କୋଇନି ତୁମେ ହେବ କଣ ଭାଙ୍ଗି ଦେବ ବେଳା ଖାଉ ଖାଉ କର ତୁଫାଟ ସରିଗଲା ସବୁ ମଉଜ ଖାଉ ଖାଉ ରାଣୀ ତ ସଞ୍ଜବାଦ ସରିଗଲା ସବୁ ମଉଜ ଏ ଦାସୀ କଣ ହେଲା କଣ ମୁଁ କି ବୁଝିପାରୁନି କଣ କା ସହିତ ପଡି ୟା କତ ବଡି ଏ ଦାସୀ ଏ କଣ କହୁଛୁ এই গবর ভাত রাখবা ଦାସୀ ନ ମୋ ସୁଶ୍ରୀ ଗର୍ଭକୁ 5 ମାସ হ্যাঁ କୋଉ ପରପୁରୁଷ ସହ ପଡି ତା ଗର୍ଭକୁ 5 ମାସ ହଁ? ଗର୍ଭକୁ 5 ମାସ ଦାସୀ ତାହେଲେ ସୁଶ୍ରୀ ଗର୍ଭଟା ନଷ୍ଟ କରିବାକୁ ପଡିବ କାହିଁକି ଜାଣିଛୁ ଯେତେବେଳେ ସୁଶ୍ରୀ ଗର୍ଭରୁ ସନ୍ତାନ ଜନ୍ମ ହେବେ ସେମାନେ ଏବେ ରାଜପୁତ୍ର ସେ ହେବ ପାଟରାଣୀ ମୁଁ ତାଙ୍କୁ ଦାସୀ ପାରିଲେଣି ନାଇଁ ନାଇଁ ଶୁଣ ତା ଗର୍ଭଟାକୁ ନଷ୍ଟ କରିବାକୁ ପଡିବ ତୁ ଜାଣିଛୁ କିଲୋ ତାର ଉପାୟ ତୁ କେବେ ଜାଣିଛୁ ଆଚ୍ଛା ଗୁଣି ଭକ୍ତି ମାଲ୍ୟାଣୀକୁ ନେଇ ଆସିଲେ ବୁଝିଲୁ ଏ ସୁଶ୍ରୀ ଗର୍ଭଟାକୁ ନଷ୍ଟ କରିବାକୁ ପଡିବ ଅତି ଶୀଘ୍ର ଯାଅ ହଁ ଏ ସେଠା ବରୁ ଦାସୀ ଗଲା ମାଳିକାର ଆଚ୍ଛା ଆଜ୍ଞା ଦାସୀ ଚାଲି ଯାଇଛି ମାଳିକାର ଗୃହ ନିକଟକୁ ଡାକୁଛି এটা কোগা ভাই না ଏଇଟା ହଇରାଣ ପୁତା হই বলা তো বড় কারি মুখ উড়ে যাইছিলি ହଁ ଯାଇଥିଲୁ এ রানী କଣ ଲାଗ মালিকার মাউসি କଣ ଲାଗ আমরা বড় রানী কইছন্তি 10 ମାସରେ ଚୂର୍ଣ୍ଣ କରି ଛାଡିଥିଲି মাউসি 10 12 মাস নষ্ট করে ଏ দেব ଅଲକ୍ଷଣୀ 12 ମାସ କାର ଅଛି এ মাউসি ଚାଲ ଯିବା আর দেরি করে না আসো ଶୀଘ୍ର ଚାଲ ଟାଇମ୍ ହେଇଗଲାଣି রানী মা মালিকার মাউসি আসি গেল ଏ ମୋ ପ୍ରଣାମ ଆଚ୍ଛା ତୁମ ନାମ ଚପି ଶୀଘ୍ର 14 মাস নষ্ট করে দাও ଭଲ ଡକ୍ଟର ହେଇଛ ଶୀଘ୍ର ମାଉସୀ ଚୁଟିଟା ସରୁ ହେଇଯିବ হাত খোলা করো হ ହଁ ଦେଖାଯାଉ হাত খোলা করো হাত খোলা আউনো করছো ଅଲକ୍ଷଣୀ କୋଉଟାଲେ ବାଟରାନି ହଲିକ୍ସ ଥର୍ମୋମିଟରଟା ଆଣିଦେଲୁ তুমি ঠিকই দেউছি ହଁ এবার টাকা দরকার মারি দিল মা বড় ধরা যাও ধরা যাও ବିଷ এটা গুলি পি দিবি কি ତ ଗର୍ଭ ନଷ୍ଟ ହେଇଯିବ ଅଲକ୍ଷଣୀ আর কি বলছো ଔଷଧ ବୋଲିକି ଶୁଶ୍ରାଇକି ଦବୁ ବୁଝିଲୁ সামনে রানী দেবি ରାଣୀକି ଦବୁ ବୁଝିଲୁ ଯା ଶୀଘ୍ର ଯା ଲେଟ୍ ହେଲାନି ଯା কি কইবে গো রজনী রানী দীনা বিশ্বকু ভক্ষিলা ନାରାୟଣ ସୁମ ଦୀନ ବିଷକୁ